কিন্তু ଦିବ୍ୟ ସିଂହଙ୍କର ଅଙ୍କରେ ଆମ ଦେଶ ଚାଲୁନି ଆଜ୍ଞା, ଆମ ମଣିଷ ସମାଜ ଚାଲୁଛି। କିନ୍ତୁ ଅଚ୍ୟୁତାନନ୍ଦ ଯେଉଁ ଅଙ୍କ ଗଣନା କରିଛନ୍ତି ସେଥିରେ ଆଜ୍ଞା ଆପଣଙ୍କର କୁହାଗଲା 10 ବର୍ଷରେ ଗୋଟିଏ ଅଙ୍କ, କିନ୍ତୁ ଆପଣଙ୍କର ଦିବ୍ୟ ସିଂହଙ୍କର ଅଙ୍କକୁ ଗଣନା କରିଲେ 1868ରୁ ଆପଣଙ୍କର 9 ଅଙ୍କ ଦୁର୍ଭିକ୍ଷ ପରିମାର୍ଜିତ ହୋଇଥିଲା। 1868ରେ ଯଦି ଆପଣଙ୍କର 9 ଅଙ୍କ ଭୋଗ ହୋଇଛି, ବର୍ତ୍ତମାନ 2026 ଦିବ୍ୟ ସିଂହ ଦେବଙ୍କର ଅଙ୍କ ସଂଖ୍ୟା କେତେ ଚାଲିଛି? କେତେ ଆଜ୍ଞା ଅଙ୍କ ସାଗର? ଇଏ ହେଉଛି ଦିବ୍ୟ ସିଂହ ଅଙ୍କ ଗଣା। ଦେବଙ୍କର ବାକ୍ୟ ଶିରୋଧାର୍ଯ୍ୟ, ଗୁରୁ ଯାହା ମାନ୍ୟ କରିବେ ସେଥିରେ ଇଏ ଅଧମ ପୁଣ୍ୟ କଳ୍ପିତରୁ। କାରଣ ଗୁରୁଙ୍କ ବାକ୍ୟ ହେଉଛି ସତ୍ୟ। ମୁଁ ତାଙ୍କ କଥାକୁ କୌଣସି ମତେ ପରିମାର୍ଜିତ କରିପାରିବି ନାହିଁ। ଯେତେବେଳେ 9 ଅଙ୍କ ପଡ଼ିଥିଲା ସେତେବେଳେ 9 ଅଙ୍କର ସଂଖ୍ୟା ହେଉଛି ପୂର୍ଣ୍ଣ ସଂଖ୍ୟା। କହିଲେ ନା ସେତିକି ବେଳରୁ ଅଚ୍ୟୁତାନନ୍ଦଙ୍କର ଅଙ୍କ ସରିଯାଇଛି। ବର୍ତ୍ତମାନ ଦିବ୍ୟ ସିଂହଙ୍କର ଅଙ୍କରେ ଆପଣଙ୍କର ଓଡ଼ିଶା ରାଜ୍ୟ ଚାଲିଛି। আচ্ছা এটি আগত কথাকে পরিমার্জিত বাপা কিয়ে করবে? তার গোটা অর্থ ଅଛି। কেমিতি বাপা যুগ গণনা করা যাব? বলা সার তত্ত্ব ব্রহ্ম রস সংসার তাহাকু যশর সোল যায় ফুল যায় ফুল অঙ্ক দুর্ভিক্ষ বাক্য যায় ফুল চেতা গোটি হজি জীব কতি মালাকু হতে ধরি বল যাই ফুল যাই ফুল মালা খোঁজা চালিথিব যাই ফুল মালা খোঁজা চালিথিব যাই ফুল যাই ফুল মালা খোঁজা চালিথিব যাই ফুল। যেতবেলে আজ্ঞা 26 পরশঠু যেতবেলে 27 কি অবলম্বন করিব সেতবেলে হেব আগত ভবিষ্যৎ কোন না মଣିষঙ্কর আজ্ঞা চেতা সবু হজিଯିବ। চেতা কইলে কোন কইলা বাপা কু পুଅଟି জাণ চিহ୍ନି ନ ପାରିବ কলিরে পুরল যাই ফুল যাই ফুল পুত্র সহিত রে জাণ যাই ফুল পুত্র সহিত রে জাণ যাই ফুল যাই ফুল পুত্র সহিত রে জাণ যাই ফুল। কলিযুগ আগমনকু বর্তমান নারী পুরুষের বিরতি দেখুথিবে, কিন্তু আগামী ভবিষ্যতের হেব কোন বলা বাপ পুয়রে টিলিয়া বিরতি সহিত মাতিবে কলাল যায় ফুল যায় ফুল ইয়ে যুগ ভূতান্তর লীলা যায় ফুল ভূতান্তর লীলা যায় ফুল যায় ফুল ভূতান্তর লীলা যায় ফুল। শোনো, পুরুষ সহিত নারীর প্রীতি যোগরে মগ্ন হয়ে থিবে, কিন্তু 2026 পরঠু আগামী ভবিষ্যৎ তথ্য পরিমার্জিত করে বাপা আজ্ঞা পুয়কু চিনি পারিব না। অর্থ না পুরুষ পুরুষকু চিনি পারিব না। ଆଉ ଆଗକୁ ରହିଲା ଯା ଏଇଠାର କଥା ଏଇଠି ଥାଉ, ଏଇଠାରୁ ଜ୍ଞାନ ଗୋଟି ବୁଝାଏ ଏବେ ହେଉ କେଲି ମନ୍ତେ ଶ୍ରୀ ଛାମରେ ଲଗାଇଛି ଆଶା ଗୁରୁ ପାଦ ଚିତର କି ମାରୁଛି ଭରତ ଗୁରୁ ପାଦ ଚିତର କି ମାରୁଛି ଭରତ ଗୁରୁ ପାଦ ଚିତର କି ମାରୁଛି ଭରତ। ଟିକେ ମହାପୁରୁଷ ଅତାନନ୍ଦ ଟିକେ ପଡିବ। ଭଜନ ହଉଛି ନବରସରେ, ଖାଲି ହେ ହେ ହେଲେ ହେଇଯିବ। 10 ଅବତାର ଏହି ଦାରୁ ରୂପ ଏହି ଦାରୁରେ ସେ ଆଲେ ଈଶ୍ୱର ସାକ୍ଷାତ ଲୀଳାର ନିମନ୍ତେ ବିଜେର ସିଂହା ଆରେ ସୁମନ ତାର ସାକ୍ଷ୍ୟ ଲକ୍ଷ୍ୟ ପ୍ରମାଣ ଓଡ଼ିଆ ଭାଗବତ হইলু 10 অবতার নাচিলু অবলীর ভার
ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ ଆଉ ପରମାନନ୍ଦ ଏ ଜଗତେ ପରମାନନ୍ଦ ଏ ଜଗତେ ଆଉ ଦୁଷ୍ଟ ନିବାରି ସନ୍ଥ ପାଳୁ ତୁନାଥ ପରମ ଦୟାଳୁ ତୁନାଥ ପରମ ଦୟାଳୁ ତୁନାଥ ପରମ ଦୟାଳୁ ହରିବୋଲା ବାଦ୍ରିଗୁଡ଼ି ଜ୍ଞାନୀ ମଣ୍ଡଳୀ ଯୁଗକୁ ଯୁଗ ପରମାନନ୍ଦ ଦୁଷ୍ଟ ନିବାରୀ ତୁନାଥ ପରମ କେତେ ଅବତାର ନେଇଥିଲେ ହୋଇଲୁ 10 ଅବତାର କହିଲେ 32 ସାର କରାଗଲା କେତେ ଅବତାର 10 ସତ୍ୟରେ କେତେ 5 ମତ୍ସ୍ୟ କଚ୍ଛପ ବରାହ ନରସିଂହ ତୃତୀୟରେ ରାମ ହାଲୋ ପରଶୁରାମ ଆଉ ରାମ ଦ୍ୱାପରରେ ବଳରେ କେହି ନୁହେଁ ସମ ଆଉ ରାମ ବଳ ରାମ ଆଉ ରାମ ତେଣୁ ତା ନାମ ବଳ ରାମ ହୋଇଲୁ 10 ଅବତାର ନାସିଲୁ ଅବନୀର ଯୁଗକୁ ଯୁଗ ଗତି ଯୁଗରେ ଭଗବାନ ମର୍ତ୍ତ୍ୟକୁ ଆଇଛନ୍ତି କାହିଁକି ନା ଧର୍ମକୁ ସ୍ଥାନରେ 5 ଅବତାର ତ୍ରେତୟାରେ 2 ପରଶୁରାମ ଆଉ ରାମ ଦ୍ୱାପରରେ ନା ବଳରାମ ନା ଯେତେବେଳେ ମହିମା ସ୍ୱାମୀ ଆସିଲେ ସେ କୋଉ ଅବତାର ନା ବହୁଧ ରୂପେ ପରା ହରି ଜନ୍ମିଲେ ସଂସାର ଆବରି ଜଟାକ ରପସିରେ ବହି ଉଦୟ ବ୍ରହ୍ମାଣ୍ଡ ଗୋସାଇ କେଶବ ବୋଲାନ୍ୟ ବାର ସେଥିପାଇଁ ମୋର ଜ୍ଞାନୀ ମଣ୍ଡଳୀ ଆସିଥିଲେ କିଏ ଆସିଥିଲେ ମହିମା ସ୍ୱାମୀ ତାଙ୍କୁ ତିଆରି କରିଛି କିଏ ଅନନ୍ତ ମହାରଣା ପ୍ରମାଣ ପ୍ରମାଣ ମହିମା ଧର୍ମ ଦୀକ୍ଷିତ କହିଥିଲେ କିଏ ଭକ୍ତ ଜୟ କୃଷ୍ଣ ନା କଳିଯୁଗୀ ଅନନ୍ତ ବୈଷ୍ଣବ ଗୋସାଇ ଇଏ ନିରାଚଳେ ତିନି ଦାରୁ ସାପିଲେ ନାଇଁ ନିରାଚଳେ ତିନି ଦାରୁ ସାପିଲେ ନାଇଁ ନିରାଚଳେ ତିନି ଦାରୁ ସାପିଲେ ନାଇଁ ଆଉ କଳି ପ୍ରବଳ ହେଲା ପୂଜା ଭରା ନହିଲା ପୂଜା ଭରା ନହିଲା ପୂଜା ଭରା ନହିଲେ ବୁଧ ରୂପ ଧରି ସ୍ୱାମୀ ହେଲେ ବାହାର ଆରେ ସୂର୍ଯ୍ୟ ଜନେ ତାକୁ ଆଶ୍ରୟ କର ଆରେ ଗଲା କଥା ମାନ ଆମ କଥା ଅଛି କୋଉଠି ନା ଧର୍ମ ସଂକଚିତ ଧର୍ମ କହିଲେ ଆମର ଜଗନ୍ନାଥ ଧର୍ମ ସତ୍ୟ ସନାତନ ଧର୍ମ ଯଦି ଆଜ୍ଞା ଆମ ଧର୍ମର ଅଗ ନାହିଁ କି ମୂଳ ନାହିଁ ତାହେଲେ ଜ୍ଞାନୀ ମଣ୍ଡଳୀ କାହିଁକି ଜଗନ୍ନାଥ ଧର୍ମ କହିଲେ ଜଗନ୍ନାଥ ଆଜ୍ଞା କୋଉଥିରେ ତିଆରି ଦାରୁ ଭିତରେ ଦିଆଗଲା କଣ ଅନନ୍ତ କରିଲା ଠଣା ଜଗନ୍ନାଥଙ୍କର ପଛରେ କଣାରେ ଭାଇଆ ମନ ଆରେ ଭାଇଆ ମନ ଜଗତ ହୋଇଛି ଗଣା ଭାଇଆ ମନ ଦାରୁରେ ରହିଲା ବ୍ରହ୍ମ ତେଣୁ ତାର ନାମ ଶ୍ରୀ ଦାରୁ ବ୍ରହ୍ମ ଭାଇଆ ମନ ଆରେ ଭାଇଆ ମନ ଜଗତ ହୋଇଛି ସମ ଭାଇଆ ମନ ଆପଣ ମାନେ ଚିନ୍ତା କରନ୍ତୁ ଯେତେବେଳେ ଦାରୁ ଆଜ୍ଞା ଆଉଛି ଦାରୁର ଅଗ ଆସୁନି କି ମୂଳ ଆସୁନି ଆସୁଛି କୋଉ ଖଣ୍ଡ ତମ ନାଁଟା କଣ କହିଦିଅ ପ୍ରକାଶ ବାବୁଙ୍କର ମଙ୍ଗଳ କରିବେ କିଏ ବସୁଦେବ ସୁତଦେବ କଂସଚାର୍ଣ୍ଣ ମର୍ଦ୍ଦନ ଦେବକୀ ପରମାନନ୍ଦ କୃଷ୍ଣ ମଧ୍ୟ ଜଗତ ଗୁରୁ ଦାରୁ ଅଗ ଆସୁନି କି ମୂଳ ଆସୁନି ତିଆରି ହେଲେ କୋଉଥିରେ ନା ମଝି ଖଣ୍ଡକ ଅଗମୂଳ ଅଛି ସେହିପରି ଧର୍ମରଟି ଅଗମୂଳ ନାହିଁ ନିଜେ ସତ୍ୟ ସନାତନ ଶୁଣ ମନ ଭାଇ ଶୁଣ ମନ ଭାଇ ମଲା ଶୁଣ ମନ ଭାଇ ସେଥିପାଇଁ ଧର୍ମ ସଂକଚିତ ଧର୍ମକୁ ସ୍ଥାପନା କରିବା ପାଇଁ ଯୁଗେ ଯୁଗେ ଭକ୍ତ ପାଇଁ ହୋନ୍ତି ଅବତାର ଏ ଯୁଗେ ଯୁଗେ ଭକ୍ତକୁ କରନ୍ତି ସଂହାର ରାମ ଜୟ ରାମ ଜୟ ଆଉ ଗୋଟେ ଅଙ୍କ 1 ରୁ 9 ହଉଛି ଆଜ୍ଞା ଗୋଟିଏ ଅଙ୍କ 9 ଅଙ୍କରେ ଆଜ୍ଞା ଖେଳ ଚାଲେ 1 ଡାଣେ ଶୁଣୁଦେଲେ ହବ କଣ 10 ବର୍ଷରେ ଗୋଟିଏ ଅଙ୍କ ପରିବର୍ତ୍ତନ ହୁଏ ତାକୁ କୁହାଯାଏ କଣ ନା ସୁନିଆ ଦିବସ ବୋଲି ତାର ନାମ କହି ନା ସୁନିଆରେ ଅଙ୍କ ପରା ପରିବର୍ତ୍ତନ ହୋଇ ରାମ ଜୟ ରାମ ଜୟ ଜୟ ରାମ ସହମତ ମହୋତ୍ତମ ଜୟ ହନୁମାନ ହରିବୋଲ
জয় রাম জয় জয় রাম জয় হনুমান। ସେଥିପାଇଁ ମୋର ଜ୍ଞାନୀ ମନରେ ଏକରୁ ନହଲା ଗୋଟିଏ ଅଙ୍କ ନବ ଅଙ୍କରେ ଆଜ୍ଞା ଖେଳ ଚାଲେ ଏକରେ ଆନେ ଶୂନ୍ୟରେ ସଂଖ୍ୟା ହେବ ଆପଣମାନଙ୍କର 10 ବର୍ଷରେ ଅଙ୍କକୁ ଆଜ୍ଞା ପରିବର୍ତ୍ତନ କରାଯାଏ ଯେ ଯାହା ବି ହେଉନା କାହିଁକି ଶ୍ଲୋକ ଆସିଛି ଧର୍ମ ସଂକଚିତ ତପ ବିରହିତ କାହିଁକି ତପ ବିରହିତ ଲେଖାଗଲା ନା ସତ୍ୟ ଯୁଗରେ ପ୍ରଭୁଙ୍କୁ ପାଉଥିଲେ କିପରି ଧ୍ୟାନ କରି ତପସ୍ୟା କରିକି ବେଦୟାରେ ଯଜ୍ଞ କରିକି ଦ୍ୱାପର ଯୁଗରେ ପରିଚର୍ୟା ଏ କଳିଯୁଗରେ ଜପ ଦରକାର ନାହିଁ ତପ ଦରକାର ନାହିଁ ଏକମାତ୍ର ନାମ ସଂକୀର୍ତ୍ତନ ହେଲା ସାର ଶୁଣ ଶୁଣ ମହାପୁରୁଷଙ୍କର ଫାଲତୁ ଗପରେ ଭଜନ ନାହିଁ ଲେଖିତ ଦେଖିଏ ଜଗନ୍ନାଥ ଦାସ ଅତିବଡ଼ି ଜଗନ୍ନାଥ ଓଡ଼ିଆ ଭାଗବତରେ ସତ୍ୟ ଯୁଗରେ ଧ୍ୟାନ ଫଳ ବେଦ୍ୟାରେ ଯଜ୍ଞାଦି ସକଳ ଦ୍ୱାପରେ ପୂଜାର ବିଧାନ କଳିରେ ନାମ ସଂକୀର୍ତ୍ତନ ନା ସତ୍ୟରେ ଆଜ୍ଞା କପି ବେଦ୍ୟାରେ ଆଜ୍ଞା କପି ଦ୍ୱାପରରେ କପି ନା କଳିରେ ଦଇତାପତି ଶୁଣ ଶୁଣ ଜନ ସଜାତି ଯୁଗ ଭଗତ ଚାର ଥାଇ
କନ୍ଦେଇ ମାରିବ ଦେଖାଯାଉ ଦଶତାରାଣୀ ସେ ତ କନ୍ଦେଇ ମାରିବ ଦଶତାରାଣୀ ଦୋହଳା ଚାତର ଯାଉ ଯାଉ ଦୋହ ସୁନା ଚାତର ଦୋହଳା ଚାତର ସୁନା ଚାତର ଜାତକ ଚିର ସେ ତ କନ୍ଦେଇ ମାରିବ ଦଶତାରାଣୀ ସେ ତ କନ୍ଦେଇ ମାରିବ ଯଶୋଦାରାଣୀ ତୋର ନାଟ ଭାଟିଆ ଗିବ ଗୋପୀଙ୍କ ମାଠିଆ ଯଶୋଦାରାଣୀ ସେ ତ କନ୍ଦେଇ ମାରିବ ଧୀର ବର କହୁଛୁ ଯେ ଡେରି ଶ୍ରବଣ ଯାହା ଯାହା ଗାୟ ମାନ ହେବ ଆଲୋଚନା ବ୍ରହ୍ମଜ୍ଞାନ କଥା ଯେ ନୁହଁ ଅନ୍ୟଥା ଜାଣିବା ଲୋକ ତୀର ଘୁରି ଯିବ ମଥା ଚାର ବ୍ରହ୍ମ ତତ୍ତ୍ୱବାଣୀ କରିବା ପ୍ରକାଶ କେଉଁ କଥା ମଧେ ବାବୁ ରହିଅଛି ରସ ଜାତକ କହୁଛି ତୋର ନଟ ଘଟିଆ ଯଶୋଦାରାଣୀ ସେ ତ କନ୍ଦେଇ ମାରିବ ଶଙ୍କର୍ଷଣ ପୂଜ୍ୟସ୍ପଦ ଗୁରୁକଳ୍ପ ବିଦ୍ୟମାନ କରିଅଛନ୍ତି ମୁଁ ଅନୁରୋଧ କରିବି ସାର୍ଙ୍କୁ ସେ ଶ୍ଲୋକଟା ପୁନରାବର୍ତ୍ତୀ ଆପଣ ମୋ ପାଖେ ଟିକେ ଗାଇବେ ପ୍ରଥମ ଧର୍ମ ସଂକୋଚିତ ପ୍ରଥମ ଶ୍ଲୋକର ଅର୍ଥ କ'ଣ ବାପା ହେବ ଧର୍ମ ନା କଳି ଯୁগে ଧର୍ମ ଛାଡ଼ି ଅଧର୍ମ କରିବେ ଅଧର୍ମ କରିବେ ଭଲା ଅଧର୍ମ କରିବେ କଳି ଯୁগে ଧର୍ମ ଛାଡ଼ି ଅଧର୍ମ କରିବେ ଅଧର୍ମ କରିବେ ଭଲା ଅଧର୍ମ କରିବେ ଧର୍ମ ଛଡ଼ା ହୋଇ ବାବୁ ମହିରେ ରହିବେ ମଝିରେ ରହିବେ ଭଲା ମଝିରେ ରହିବେ ଶଙ୍କର୍ଷଣ କଳି ଯୁଗରେ ସମସ୍ତେ ଆଜ୍ଞା ନିଜ ଧର୍ମକୁ ଭୁଲିଯିବେ ଧର୍ମ ସଂକୋଚିତ ଅର୍ଥ ଆଉ କେହି ଆଜ୍ଞା ନିଜ ଧର୍ମ ସବୁ ଛାଡ଼ିଯିବେ କାହିଁକି ନା ହିନ୍ଦୁ ତା ହିନ୍ଦୁତ୍ୱ ଧର୍ମକୁ ଆଜ୍ଞା ଭୁଲିଯିବ କାହିଁକି ପ୍ରଥମ ଯେତେ ଆଜ୍ଞା ଧର୍ମ କହିଲେ ଆପଣମାନେ କ'ଣ ବୁଝୁଛନ୍ତି ଧର୍ମ ଆଜ୍ଞା ହିନ୍ଦୁ ନୁହଁ ଧର୍ମ ଆଜ୍ଞା ମୁସଲମାନ ନୁହଁ ଧର୍ମ ଆଜ୍ଞା ଖ୍ରୀଷ୍ଟିଆନ ନୁହଁ ଧର୍ମ ଆଜ୍ଞା ଜୈନ ନୁହଁ ଦିଅ ଇକ କାଟିଦେଲ ହେଇଠି ଫଳ ଭୋଗିଲି ମୁଁ ହେ ପୁଅ ଏଠି ଧର୍ମ ନା ଆଜିକାଲିକା ସର୍ବଶ୍ରେଷ୍ଠ ଧର୍ମ ହେଉଛି ମଣିଷର ମାନବ ଧର୍ମ ମାନବ ଧର୍ମ ଯଦି ମଣିଷ ଭୁଲିଗଲା ସେଥିପାଇଁ ଧର୍ମ ସଂକୀର୍ତ୍ତିତ କ'ଣ ନା ମଣିଷ ତା ଧର୍ମ ଭୁଲି ଯାଉଛି ମଣିଷର ଧର୍ମ କ'ଣ କହିଲା ପରହିତ ପାଇଁ କାନ୍ଦେ ଯା ପରାଣ ମହତ ମଣିଷ ସେଇ ମହତ ମଣିଷ ସେଇ ଆରେ ଭଲ ମହତ ମଣିଷ ସେଇ ପରହିତ ପାଇଁ କାନ୍ଦେ ଯା ପରାଣ ମହତ ମଣିଷ ସେଇ ମହତ ମଣିଷ ସେଇ ଆରେ ଭଲ ମହତ ମଣିଷ ସେଇ ପରହିତ ପାଇଁ ଦିଆ ଯେ ଜୀବନ ତାଠାରୁ ବଡ଼ ନାହିଁ ତାଠାରୁ ବର୍ଗ କେହି ନାହିଁ ତାଠାରୁ ବର୍ଗ ନାହିଁ ବଢିଆ ଶ୍ଲୋକ ସାର ପଚାରୁଛନ୍ତି ଏଠି ଧର୍ମ ଆମ ସମସ୍ତଙ୍କର ହେଉଛି ଗୋଟିଏ ଧର୍ମ ତାକୁ କୁହାଯାଏ ମାନବ ଧର୍ମ ତାହେଲେ ସେ ମଣିଷର ଧର୍ମଟା କ'ଣ ନା ପରହିତ ପାଇଁ କାନ୍ଦେ ଯା ପରାଣ ମହତ ମଣିଷ ସେ ଯେ ପରର ହିତ ପାଇଁ କାନ୍ଦେ ପରର ଦୁଃଖ ଦେଖିକି କାନ୍ଦେ ତାକୁ ଆଜ୍ଞା କୁହନ୍ତି ମହତ ମଣିଷ କିନ୍ତୁ ମଣିଷ ପରର ଦୁଃଖ ଦେଖିଲେ ଖୁସି ହେଉଛି ପରର କଷ୍ଟ ଦେଖିଲେ
ଶୁଖି ଯାଉଛି। ତାହେଲେ ମଣିଷର ଧର୍ମ କ'ଣ? ପରହିତ ପାଇଁ ଦିଏ ଯେ ଜୀବନ ତାଠାରୁ ବଡ଼ କେ ନାହିଁ। ଧର୍ମ ସଂକୁଚିତ। ଆଜିକାଲିକା ଆଉ ଏ ଧର୍ମ ଆଜ୍ଞା ଦେଖାଯାଉ ନାହିଁ। ଦୟାକରି ସାର୍ଙ୍କୁ ଅନୁରୋଧ କରୁଛି, ସାର୍ ଟିକେ ଆଡ଼ି କରୁନାହାନ୍ତି। ଧର୍ମ ସଂକୁଚିତ। ଦ୍ୱିତୀୟ ତପ ବିରହିତ ତପ ବିରହିତ କହିଲା କଳି। ଗୋଟିଏ ଗୋଟିଏ ଆପଣଙ୍କ ସେ ଶ୍ଲୋକର ସବୁ ଯାକ ଅର୍ଥ ଅଛି। ତପ ବିରହିତ କହିଲା କଳି ଯୁଗେ ତପ ଆଉ କେହି ନ କରିବେ, କେହି ନ କରିବେ ଭଲା, କେହି ନ କରିବେ, କଳି ଯୁଗେ ତପ ଆଉ କେହି ନ କରିବେ, କେହି ନ କରିବେ ଭଲା, କେହି ନ କରିବେ, ତପ କଲେ ଉଚ୍ଚାରଣ ବିଖ୍ୟାତ ନହିବେ। ବେଖାଦ ନଗିବେ ଭଲା, ବେଖାଦ ନଗିବେ। ସଂଘର୍ଷଣ ଇଏ କଳି ଯୁଗରେ ଆଜ୍ଞା ଆଉ ତପି କେହି ରହିବେ ନାହିଁ। ହଗୁନ କହିବେ ସତ୍ୟରେ ହଉଛି କିଏ? ତପି। ସତ୍ୟ ସଙ୍ଗତରେ ଆଜ୍ଞା ତପ ପଳେଇଛି। କଳି ଯୁଗରେ ତପ କ'ଣ? କଣ କଳି ଯୁଗରେ ତପ ସାଧନ କରିବ। ତପ କାହାକୁ କହନ୍ତି? ଆପ କାବରେ ଧର୍ମ ସଂକୁଚିତ, ତପ ବିରହିତ। ସାର ଦ୍ୱିତୀୟ ତୃତୀୟ ସତ୍ୟ କଥା ଉଚ୍ଚ ଦୂରଗତ ଟିକେ ଟିକେ ସେତିକି। ସତ୍ୟ ଉଚ୍ଚ ଦୂରଗତ। ସତ୍ୟ କହିଲେ କ'ଣ ନା କଳି ଯୁଗରେ ଗୋଟେ କଥା ଅଛି, ସତ୍ୟ କହିବ ନିତ୍ୟ ତୁଣ୍ଡେ, ଗୋବିନ୍ଦ ଯମନ ପାରିବ ମୁଣ୍ଡେ। ଗୋବିନ୍ଦ 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 ପଦ କାଳୁଛେ ମକରନ୍ଦ ଗୋବିନ୍ଦ। କିନ୍ତୁ କଳି ଯୁଗ ଆଜ୍ଞା ସତର ବିଲୁପ୍ତ ହେଇଯିବ। କାହିଁକି ନା ସତ ଯେ କହିବ ବନ୍ଧା ସେ ହୋଇବ, ମିଛୁଆର ହେବ ଜୟ। ମିଛୁଆର ହେବ ଜୟ, ରେ ଫଳ ମିଛୁଆର ହେବ ଜୟ। ଏ ଚୋର ଖସି ଯିବ ସାଧୁ ବନ୍ଧା ହେବ, ଏ ତ କଳି ଯୁଗ ନୟ। ଏକ କଳେ ଯୁଗ ରୟ, ରେ ଫଳ ଏକ କଳେ ଯୁଗ ରୟ। ମହାପୁରୁଷ କହିଛନ୍ତି କଳି ଯୁଗରେ ଆଜ୍ଞା ସତ ସବୁ ଲୁଚିଯିବ। କ'ଣ ସତ? କଣ ନା ମିଛ ଯେ କହିବ ବାପା କିଏ? ନା ସତ ଯେ କହିବ ବନ୍ଧା ସେ ହୋଇବ, ମିଛୁଆର ହେବ ଜୟ। ଚୋର ଖସିଯିବ ସାଧୁ ବନ୍ଧା ହେବ, ଏତ କଳିଯୁଗ ନ୍ୟାୟ। କିନ୍ତୁ ଆଜ୍ଞା ଯିଏ ସତ କହିବ, କହନ୍ତିନି ସତ କହିଲେ ସଡ଼ୁ ପିଛା ଫାଟୁଛି। ଯିଏ ସତ କହିବ ସିଏ ମରିବ। ସତ କଳିଯୁଗରେ ଆଜ୍ଞା ଲୁଚିବ। ଦ୍ୱିତୀୟ ପଦ ସତ ଗଲା। ସାର୍ ତୃତୀୟ ଚତୁର୍ଥ ପଦ କୁହନ୍ତୁ। ଭୂପାଳ ଭୂପାଳ ନିଜ ଧର୍ମ କର୍ମ ରହିତା। ଭୂପାଳ କହିଲେ ରାଜା ବା ମନ୍ତ୍ରୀ। ଟିକେ ରାଜା କହିଲେ କ'ଣ ନା କଳି ଯୁগে ରାଜା ନିଜ ଧର୍ମଟି ଭୁଲିବ, ଧର୍ମଟେ ଭୁଲିବ ଭଲା, ଧର୍ମଟେ ଭୁଲିବ, ପ୍ରଜା ପାଳନ ନିମନ୍ତେ ସଂସାରେ ରହିବ। ସଂସାରେ ରହିବ ଭଲା, ସଂସାରେ ରହିବ। ରାଜା ନା କଳି ଯୁଗରେ ଆଜ୍ଞା ଯିଏ ରାଜା ହେବେ, ରାଜାଙ୍କର ଧର୍ମ ହେଉଛି ପ୍ରଜା ପାଳନ କରିବା। ରାଜାଙ୍କର ଧର୍ମ ଯିଏ ପ୍ରଜାଙ୍କୁ ଭରଣ ପୋଷଣ କରନ୍ତି ତାଙ୍କୁ ଆଜ୍ଞା କୁହନ୍ତି ରଜା। କିନ୍ତୁ କଳି ଯୁଗେ ଯିଏ ରାଜା ହବ ସେ କରିବ କ'ଣ? ଆପଣା ଧନକୁ ଘରେ ବାନ୍ଧି ରଖି ପରକୁ କରିବ ହିତ। ପରକୁ କରିବ ହିତ, ରେ ଫଳ ପରକୁ କରିବ ହିତ। ପର ଧନ ଆଣି ହରଣ କରିବ, ସଂସାରେ ହେବ ନିହତ। ସଂସାରେ ହେବ ନିହତ, ରେ ଫଳ ସଂସାରେ ହେବ ନିହତ। ଆଜ୍ଞା ରାଜା ନା କଳି ଯୁଗରେ ଯିଏ ରାଜା ହବ ସେ ତା ଧର୍ମ ଭୁଲିଯିବ। ଅର୍ଥ ନା କଳି ଯୁଗରେ ତ ଆଉ ରାଜା ନାହାନ୍ତି, ସବୁ ମନ୍ତ୍ରୀ ମାନଙ୍କ ଶାସନକୁ ଗଲାଣି। ପ୍ରଧାନମନ୍ତ୍ରୀ, ମୁଖ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସବୁ କହୁନା ଆଜ୍ଞା ସଂସ୍କାର ମନ୍ତ୍ରୀ, ଯେତେ ସବୁ ରହିଲେ ମନ୍ତ୍ରୀ। କଳି ଯୁଗରେ ଆଉ ରାଜା ନାହାନ୍ତି। ଅଛନ୍ତି ରାଜା? ରାଜା ଲକ୍ଷ୍ୟ ରାଜାର ମୌଡ଼ମଣି ଆପଣଙ୍କର ଦିବ୍ୟ ସିଂହ ଦେବ ଏବେ ଅଛନ୍ତି। କଳି ଯୁଗରେ ରାଜା ତାଙ୍କ ନିଜ ଧର୍ମ ବୋଲିବ ନା ରାଜା ଯିଏ ସିଏ ଆଜ୍ଞା କ'ଣ ଧର୍ମ ବୋଲିବ? ପ୍ରଜା ପାଳନ ନ କରି ପ୍ରଜା ମାନଙ୍କ ତଣ୍ଟି ଚିପିକି ଆଣି ନିଜ ଘରକୁ ଆଜ୍ଞା ଧନରେ ମଜବୁତ କରିବ। ସିଏ କେମିତି କୋଠା ଅଟୁଳା ବାଡ଼େଇବ, ଇଏ କଳି ଯୁଗର ରାଜାଙ୍କର ହଉଛି ଧର୍ମ। ଆଚ୍ଛା ଆଚ୍ଛା। ସାର ଚତୁର୍ଥ ପଦ ଗୋଟିଏ ଗୋଟେ କିରି ଆପଣ ନାରୀ ବସା ମାନବ। ନାରୀ ବସା ମାନବ କ'ଣ କହିଲା? ନାରୀ ମାନେ ଉଗ୍ର ହେବେ, ପୁରୁଷକୁ ହତ୍ୟ ମାନ କରିବେ, ପର ପୁରୁଷେ ରମିବେ ଯାଇ ଫୁଲା। ପର ପୁରୁଷେ ରମିବେ ଯାଇ ଫୁଲା, ଆଲ ଯାଇ ଫୁଲ। ପର ପୁରୁଷେ ରମିବେ ଯାଇ ଫୁଲା। ନାରୀ ମାନେ ଉଗ୍ର ହେବେ, ଅସଲି କାଟି ନ କଲି ରଖିବେ। ଯାଇ ଫୁଲ, ଆଲ ଯାଇ ଫୁଲ।
ফুল ইয়ে পর পুরুষে রমিবে যাই ফুল পরপুর সে রবিবে যাই ফুল আল যাই ফুল পরপুর সে রবিবে যাই ফুল ସାରେ ନାରୀ ବସା ମାନବ କ'ଣ ନା କଳି ଯୁଗରେ ନାରୀ ମାନେ ଉଗ୍ର ହେବେ ପୁରୁଷକୁ ହତ୍ୟା ମାନ କରିବେ ତାର ଅର୍ଥ ନା ପୁରୁଷ ନାରୀକି ଆୟତ୍ତ ରଖିବା କଥା ଆଜ୍ଞା କଳି ଯୁଗରେ ନାରୀ ମାନେ ପୁରୁଷକୁ ତ ଆୟତ୍ତ ରଖିବେ ନାରୀ ବସା ମାନବ ନା ମଣିଷ ମାନେ ବା ପୁରୁଷ ଲୋକମାନେ କଳି ଯୁଗରେ ନାରୀ ମାନେ ଯାହା କହିବେ ସେଇଥିରେ ବାପା ଯିବେ ଯିବେ ଏତି ହିଁ ଆକୁ କୁହନ୍ତି ନାରୀ ବସା ମାନବ ତାହେଲେ ତାର ଅର୍ଥ କ'ଣ ସନ୍ତୋଷ ବାବୁ ଯେଉଁ କଥା ଆଲୋଚ୍ୟ ହେଉଛି ମନକୁ ଟିକେ ଛୁଉଁନି ଏସବୁର କାରଣ କ'ଣ ଏଥିପାଇଁ ଦାୟୀ କିଏ ଆ ତଳପଦ ରହିଛି ନିର୍ବିଜା ପୃଥିବୀ ନିରୌଷଧି ରସନିଆ ଯେ ପୃଥିବୀ ବୀଜ ଶୂନ୍ୟ ହୋଇଯିବ ମଞ୍ଜି ପଡ଼ିଲେ ଗଛ ଉଠିବନି ବା ଚାଷୀ ବା କୃଷକ ତାର ମୂଳଧନ ପାଇବନି ଏହାର ମୂଳ କାରଣ କ'ଣ ବୈଜ୍ଞାନିକ ସମ୍ମତ କ'ଣ ଟିକେ ବ୍ୟାଖ୍ୟା କରନ୍ତୁ ଭଲ କି ନିଶ୍ଚିନ୍ତ ଏ ଶ୍ଲୋକର ଯେତିକି ଅର୍ଥ ମୁଁ ଆପଣଙ୍କ ପାଖରେ ସବୁ ଗୋଟିଏ ଗୋଟିଏ କରି ଥୋଇବି ନିର୍ବୀଜ ବିହନ କହିଲେ କ'ଣ ଆପଣଙ୍କର ମହାପୁରୁଷ କହିନାହାନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ ଓଳିଆ ବୁଜୁଳା ସବୁ ଖାଲି ଯେ ପଡ଼ିବ ରବି ଫସଲଟି କେଭେ ନ ହୋଇବ ନିର୍ବୀଜ ନା ବୀଜ ଶୂନ୍ୟ ହେଇଯିବ ଆପଣଙ୍କର ପୃଥିବୀ କ'ଣ ନା ବିହନ ଶୂନ୍ୟ ବିହନ କହିଲେ ଆପଣ କ'ଣ ବୁଝିବେ ଆଜ୍ଞା ଆଗେ କାଳେ ସୃଷ୍ଟିର ପ୍ରଥମ ଧାନ ଅଛି ବର୍ତ୍ତମାନ ଆପଣ କୋଉ ଧାନ ଚାଷ କରୁଛନ୍ତି ବର୍ତ୍ତମାନ ଆପଣ କୋଉ 141 ବାପା ଶୁଣନ୍ତୁ କଳା ଚମ୍ପା ନାଗ ଚମ୍ପା ଇତ୍ୟାଦି ଧାନକୁ ଚାଷ କରୁଛନ୍ତି ସୃଷ୍ଟିର ପ୍ରଥମ ବିହନ ଯୋଉ ଗୋଟାକ ବ୍ରହ୍ମା ନିଜ ଅକ୍ଷତ ମୁଠିରୁ ଆଣିକି ଯୋଉ ବିହନ ଧାନ କରିଥିଲେ ତାକୁ କ'ଣ କହନ୍ତି କହିଲ ଏବେ ତମେ କଳା କହିଲି ମସୁରୀ ସ୍ୱର୍ଣ୍ଣ ମସୁରୀ ସବୁ ଧାନର ନାଁ କହିଦେଉଛ ପୃଥିବୀ ନିର୍ବୀଜ ହେଇଯିବ ଅର୍ଥାତ ବିହନ ମିଳିବନି ଆଗେ କାଳେ ଓଳିଆ ବୁଜୁଳି ସବୁ ବର୍ତ୍ତମାନ ଖାଲି ପଡ଼ିବ ଚଷା ବଂଶ ସବୁ ଆଜ୍ଞା ମରୁଡ଼ି ପଡ଼ିବେ ସବୁ ଯାକ ବିଦେଶ ଯାତ୍ରାରେ ମୁକ୍ତି ଲାଭ କରିବେ ଚାଷ କାମକୁ କେହି ପଚାରିବେନି ବିହନ ଯିବ ବିଲକୁ ଆଉ ଆଜ୍ଞା ଫେରିବ ନାହିଁ ପୃଥିବୀ ଶସ୍ୟ ଶ୍ୟାମଳାରୁ ଲୋପ ହୋଇଯିବ କାହିଁକି ଶସ୍ୟ ଶ୍ୟାମଳା ଯେ ଧରତ୍ରୀ ବ୍ରହ୍ମାଙ୍କ ପତ୍ନୀ ଯେ ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ ସେ ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ ସେ ସାବିତ୍ରୀ ଡାରେ ରେ ଲାରେ ଡାରେ ଲାଲା ଡାରେ ରେ ଲାରେ ଲାରେ ଲାଲା ଡାରେ ରେ ଲାରେ ଡାରେ ଲାଲା ଡାରେ ରେ ଲାରେ ଡାରେ ଲାଲା କାହିଁକି ଆଜ୍ଞା ଦେଶ ବିହନ ଶୂନ୍ୟ ହବ କାହିଁକି ଆମ ଖାଲି ଓଡ଼ିଶା କଥା ଦେଖୁନାହାନ୍ତି କ'ଣ ହବ କହିଲ କଟକକୁ ଖୋର୍ଦ୍ଧା ମିଶିଣ ଯିବ ଗଣ୍ଡି ମୁଣ୍ଡ ସବୁ ଅଲଗା ହେବ ଯାଏ ଫୁଲ ହାଲ ଯାଏ ଫୁଲ ଅଚ୍ୟୁତ ବଚନ ହେବ ଯାଏ ଫୁଲ ଅଚ୍ୟୁତ ବଚନ ଦେବ ଯାଏ ଫୁଲ ହାଲ ଯାଏ ଫୁଲ ଅଚ୍ୟୁତ ବଚନ ଦେବ ଯାଏ ଫୁଲ ସାର୍ କାହିଁକି ତାହେଲେ ବିହନ ଶୂନ୍ୟ ହବ ନା କଟକକୁ ଖୋର୍ଦ୍ଧା ମିଶିଣ ଯିବ ଆର ଅର୍ଥ କଟକକୁ ଖୋର୍ଦ୍ଧା କ'ଣ ଏବେ ବି ମିଶି ନାହିଁ କି ଆଉ ଯେତକ ଆଜ୍ଞା ଚାଷ ଜମି ଥିଲା ସେ ଅଛି ସେ ସବୁ କ'ଣ ହେଇଗଲାଣି ବ୍ରିଜ ହେଇଗଲା ମାଡ଼ ଦରକାର ଆସିବିନି ଆରେ ଚାଷ ଜମି ସବୁ ଘର ହେଇଗଲା ଆଉ ତ ବିଲ ତ ନାହିଁ ଆଜ୍ଞା ବିହନ ଆସିବ କୋଉଠୁ ମୋ କଥାକୁ ବୁଝଛନ୍ତି ଟି ବିଲ ତ ନାହିଁ ବିହନ ଆସିବ କୋଉଠୁ ଯେତିକି ଶସ୍ୟ ଶ୍ୟାମଳ ଆପଣଙ୍କୁ ଆପଣଙ୍କର ଧରିତ୍ରୀ ମାତାକୁ ପ୍ରଦାନ କରିଥିଲେ ବ୍ରହ୍ମା ସବୁ ଥିବ ସମୟ ଆସିବ ଲୁଗା ଥିବ ସ୍ତ୍ରୀ ଥିବ ବାପା ଥିବ ଭାଇ ଥିବ ସୁନା ଗହଣା ରୂପା ଥିବ ଟଙ୍କା ପଇସାରେ ଘର ଆବୃତ୍ତି ହେଇଥିବ କିନ୍ତୁ ଆଜ୍ଞା ଖାଇବାକୁ ଘରେ କାହାର ଧାନ ମୁଠାଟା ନଥିବ ଇଏ ଆଜ୍ଞା କାହିଁକି ନା ନିର୍ବୀଜ ଶୂନ୍ୟ ହେଇଯିବ ପୃଥିବୀ ଦ୍ୱିତୀୟ ନା ଆଉ ଆର ଆର୍ଥିକ ଅର୍ଥ ଗୋଟେ ବ୍ରହ୍ମଜ୍ଞାନ ତତ୍ତ୍ୱ କଥା ଅଛି ନିର୍ବୀଜ ଶୂନ୍ୟ କହିଲେ କହିଲା ବାପା ମା ସଙ୍ଗ ନାହିଁ
কেমতে সংসারে শিশু জন্মইল যায় ফুল আল যায় ফুল ইয়ে বীজ শূন্য হেব মহি যাই ফুল সোনারে পরগি যায় ফুল আল যায় ফুল সোনারে পরগি যায় ফুল ମୁଁ ଏତିକି ଅନୁରୋଧ କରିବି ସାର୍ ଏ ଯେଉଁ ଶ୍ଲୋକଟି ଆପଣ ଗାଇଲେ ଏ ଶ୍ଲୋକଟିକି ମୁଁ ଆପଣଙ୍କ ସତ କଥା କହୁଛି ଆଜ୍ଞା ଘୋଷିଲି କିନ୍ତୁ ଯେଉଁଟା ସତ ମୁଁ ଆଜ୍ଞା ମାନିବି କିନ୍ତୁ ଶ୍ଲୋକ ଠିକ୍ ଅଛି କଳିଯୁଗର ସମସ୍ୟା ଏବଂ ସମାଧାନ ପାଇଁ ମହାପୁରୁଷଙ୍କର ବାର୍ତ୍ତା କ'ଣ ଏଠି ପାରିବାରିକ ସାମାଜିକ ଶିକ୍ଷା କଥା ପଡ଼ିଛି ଆମେ ଯଦି ଆମ ସମାଜକୁ ସଂସ୍କାରକୁ ଆଣିବା ତାହେଲେ ଆମର ଉପାୟଟା କ'ଣ ମହାପୁରୁଷଙ୍କର ବାର୍ତ୍ତାଟା କ'ଣ ଆରି ପରେ ଆଉ ଦୁଇ ପଦ ପରେ ଆପଣଙ୍କର ଏ ସଂସାର କେମିତି ଉନ୍ନତି କାମକୁ ଯିବ ସେଇ ପଥକୁ ଆପଣଙ୍କ ପାଖ କିନ୍ତୁ ଏରେ ଦାସ ସିନା ଶ୍ଲୋକଟା ଘୋଷିନି କିନ୍ତୁ ଶ୍ଲୋକଟାର ଅର୍ଥ ବୋଲିଦେଲେ ମୁଁ ବୁଝିପାରେ ଆଜ୍ଞା ତାହେଲେ ଜିନିଷଟା କାମରେ ଠିକ୍ ଲାଗିବ କିନ୍ତୁ ଇଏ କ'ଣ ସିଏ ବାଟ ପାଇଲାଣି ନା ନା ଅନାନି ଇଏ ସେ ବାଟ ପାଇଲାଣି ଏଇଠି ଅନାନି ଆଡ଼ିକି ଟିକେ ଭଲ ଜମୁଥିବ ଜାଗା ଦେଖିକିରି ଦାସ କାମ କରିବ ନେଇ ଆଣିକି ଥୋଇ ପାଇଲେ ଚୋରି ବିଦ୍ୟା ବି ସମାଧାନ ହବ ମୋ କଥା ବୁଝିଲାଟି ଦେଖିଲଟି ସେ ଶ୍ଲୋକ କେମିତି ସମାଧାନ ହଉଛି ଗୁରୁଦେବ ଶିଖିଛନ୍ତି ଆମେ ଖାଲି ଟିକେ ତାଙ୍କ ପାଖରେ ବାପା ଯେମିତି ବାହାକୁ ବତା ସେ ସେଇ କଥା ତ ହଉ ପାଖରେ ଜିନିଷ ନେଇକି ଥୋଇଲେ କାମ ଚାଲିଲା ଚିରଚିନ୍ମୟ ଠାକୁର କହିଛନ୍ତି ଏଥିରୁ ଆମେ ମଣିଷ ମାନେ କ'ଣ କଲେ କଳି ଯୁଗର ନିଶ୍ଚିନ୍ତ ଉନ୍ନତି କାମ ହେବ ବୋଲେ ଗୁରୁ ଠାରେ ଶିଷ୍ୟ ହୋଇ ଅବିଶ୍ୱାସ ମହାଜନ ମାନେ ଚୋର ଗୁରୁ ଠାରେ ଶିଷ୍ୟ ହୋଇ ଅବିଶ୍ୱାସ ମହାଜନ ମାନେ ଚୋର ଶାନ୍ତ ପଣରେ ସେବକ ପରାୟ ହୋଇଲେଣି ପରାପର ଶଙ୍କର ଚିରଚିନ୍ମୟ ଆପଣଙ୍କର ସନ୍ଥ କବି ଭୀମ ହୋଇ କହିଛନ୍ତି ତମେ ଏତକ ମାନିବା ବାଧ୍ୟ ନା କ'ଣ ମାନିବ ଗୁରୁ ଠାରେ ଶିଷ୍ୟ ହୋଇ ଅବିଶ୍ୱାସ ମହାଜନ ମାନେ ଚୋର ଆଜ୍ଞା ଗୁରୁ ଠାରେ ଶିଷ୍ୟ କଳିଯୁଗରେ ଅବିଶ୍ୱାସ ହେଇଯିବ କାହିଁକି ଅବିଶ୍ୱାସ ହବ ଗୁରୁ ଠାରେ ଶିଷ୍ୟ କ'ଣ ଅବିଶ୍ୱାସ କରିବ ଶଙ୍କର ଗୋଟିଏ ଗୋଟିଏ କଥା ମନେ ରଖିଥା ଗୁରୁ ଏଭଳି ଜଣେ ବାପା ପଦାର୍ଥ ନୁହଁ କି ବସ୍ତୁ ନୁହଁ ଗୁରୁ କିଏ ଅଙ୍ଗନବାଡି ଦିଦି ଗୁରୁ ସେଇ କଥା କହୁଛୁ ନାଇଁ ରେ ବାପା ଗୁରୁ ଠାରେ ଶିଷ୍ୟ ହୁଏ ଅବିଶ୍ୱାସ ଗୁରୁ ଯାହା କହିବେ ଶିଷ୍ୟ ତାକୁ ସେ ବାପା ଠିକ ଭାବରେ ମାନୁଥିବ କାହିଁକି ନା ଜଣେ ଗୁରୁ ଗୋଟେ ଶିଷ୍ୟକୁ କେବେ ଅବାଟକୁ ବାର୍ତ୍ତା ଦିଅନ୍ତିନି ଦିଅନ୍ତି କି ସତ କଥା କହିଲେ ଆପଣ ଗୁରୁମାନଙ୍କଠୁ ଯାହା ଶିଖାନ୍ତି ସେ କ'ଣ ଆପଣଙ୍କୁ ଅବାଟକୁ ସେ ବାଚନ ନିଏ ବାଟକୁ ନିଏ କିନ୍ତୁ କଳିଯୁଗରେ ଶିଷ୍ୟ କ'ଣ କରିବେ ତାର ଅର୍ଥ ଅଛି ଗୁରୁ ଠାରେ ଶିଷ୍ୟ ହୋଇ ଅବିଶ୍ୱାସ ଶିଷ୍ୟକୁ ଅବିଶ୍ୱାସ କରିବେ କହିଲେ ମୋ ଗୁରୁ ଯାହା କହୁଛନ୍ତି ସେଇଟା ଠିକ ନୁହଁ ମୁଁ ଯୋଉଟା କହିବି ସେଇଟା ଠିକ କିନ୍ତୁ ଦାସ ମାନିବ ଯାହାଠୁ ଯୋଉ କଥା ଶିଖିଛି ସଂସାରରେ ତାଙ୍କ ନା ମଲା ପର୍ଯ୍ୟନ୍ତ ମୁଁ ସଦାବେଳେ କୁହେ ଆଜ୍ଞା କହିବି କିନ୍ତୁ ଅବିଶ୍ୱାସ ଗୁରୁଙ୍କୁ କରିବନି କିରେ କାହିଁକି ନା ସେ ଗୋଟେ କୋଉ ବହିରୁ ଦେଖିଛନ୍ତି ବୋଲି ତମକୁ କହିଛନ୍ତି ଟି କଳି ଯୁଗରେ ତା ଓଲଟା ହେବ ଗୁରୁ ବାକ୍ୟକୁ ଆଉ କେହି ମାନିବେନି ସିଏ କ'ଣ 10-15ଟା ଶିଷ୍ୟ କରିଛନ୍ତି ସିଏ ଏକଲା ଗୁରୁ ହେବେ ଆଗାମୀ ଭବିଷ୍ୟତକୁ ମୁଁ କିଛି ଶିକ୍ଷା ଦେବି ମୁଁ ବି ହେବି ଗୁରୁ ଭାଗବତ କହିନାହାନ୍ତି ଗୁରୁ ହୋଇବେ ପଣ ପଣ ଶିଷ୍ୟ ନଥିବେ ଆପଣ ମାନେ ଆଜ୍ଞା ସମସ୍ତେ ମୋ ଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ମୋ ଗୁରୁତୁଲ୍ୟ ମୁଁ ଯଦି ଆପଣ ମାନଙ୍କର ପାଦରେ ଆଜ୍ଞା ମୁଣ୍ଡିଆ ମାରିବି ଆପଣ କେବେ ହେଲେ ମୋ ଗାଲ ପର୍ଯ୍ୟନ୍ତ ଆପଣଙ୍କ ହାତ ନେବେ କି ଯଦି ହାତ ନେବେ ସେ ହାତଟା ଆପଣଙ୍କର ଆଶୀର୍ବାଦ ହବ କାହିଁକି ନା ଇତି କହି ଜଗନ୍ନାଥ ଦାସ ଗୁରୁ ବାକ୍ୟଙ୍କୁ ମାନିବା କାହିଁକି ନା ପ୍ରଥମେ ତୁମେ ବିଶ୍ୱାସ କରିବା ଶିଖ ଏତକ ନ ମାନିଲେ ଆଜ୍ଞା କ'ଣ ହବ ଗୁରୁ ଠାରେ ଶିଷ୍ୟ ହୋଇ ଅବିଶ୍ୱାସ ମହାଜନ ମାନେ ଚୋର ମହାଜନ କହିଲେ କିଏ ନା ବଣିକ ଯିଏ ବ୍ୟବସାୟ କରନ୍ତି ଆଜ୍ଞା ଗୋଟେ କଥା ଅଛି କଳିଯୁଗରେ 4ଟା ଜିନିଷ ଚୋରି କଲେ ତମେ ଚୋରରେ ଗଣିତ ହବ ନାହିଁ କଳିଯୁଗରେ 5ଟା ଜିନିଷ ଚୋର କଲେ ତମେ ମାଡ଼ ଖାଇବ ସେ କ'ଣ ନା ପର ନାରୀକି ଯିଏ ହରଣ କରିବ ସେ ଆଜ୍ଞା ମାଡ଼ ଖାଇବ
ଖାଇବ পর ধনকু যে চোরি করিব সি আজ্ঞা মাড় খাইব মো কথা মনে রাখুছটি আউ চোরি ଆଉ ଚୋରି ପାଞ୍ଚଟା ଜିନିଷକୁ ମଣିଷ କଲେ ବନ୍ଦା ହୁଏ ପୁଣି ମହାପୁରୁଷ କହିଛନ୍ତି ପାଞ୍ଚଟା ଜିନିଷ ଯଦି ଗୁରୁଙ୍କ ଠାରୁ ଶିଷ୍ୟ ପାଇଲା ତାର ଆଜ୍ଞା ଆଗାମୀ ଭବିଷ୍ୟତ ଲାଗିବ ଏମିତି ଚୁପଚାପ ହେଇକି ବସିଲେ ଏମିତି ବସିଲେ ଆଜ୍ଞା ନିଶ୍ଚିନ୍ତ ଭଲ ଭଲ କଥା ମନେ ପଡ଼ିବ କ'ଣ ପାଞ୍ଚଟା ଜିନିଷ ଆଜ୍ଞା ଗୁରୁଙ୍କ ଠାରୁ ଚୋରି କରିବ ମୁଁ କହୁନଥିଲି ସେଟା କ'ଣ ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ କର ଉପାର୍ଜନ ଗୋଟିଏ ଶିଷ୍ୟ ସେ ସଦାବେଳେ ଗୁରୁଙ୍କ ଠାରୁ ବିଦ୍ୟା ଚୋରି କର ବିଦ୍ୟା ଚୋରି କଲେ ତମେ ଚୋରରେ ଗଣିତ ହବ ନାହିଁ ନା ନା ତମେ ଶିଷ୍ୟଙ୍କ ପାଖରେ ଗୁରୁଙ୍କ ପାଖରେ ଅବିଶ୍ୱାସ ଧାରଣ କରିବନି କାହିଁକି ଏ କଥା କୁହାଯାଇଛି ନା ଆର ଅର୍ଥ ଅଛି ନା ବିଦ୍ୟା କେତେ ପ୍ରକାର ବିଦ୍ୟା ହଉଛି ଆଜ୍ଞା 14 ପ୍ରକାର ଶିକ୍ଷା କଳ୍ପ ବ୍ୟାକରଣ ନିରୁକ୍ତି ଜ୍ୟୋତିଷ ଶିକ୍ଷା କଳ୍ପ ବ୍ୟାକରଣ ନିରୁକ୍ତି ଜ୍ୟୋତିଷ আরে কুম্ভি কিমি সাই অষ্ট বেদান্ত প্রকাশ শঙ্কর শোনো শিক্ষা কল্প ব্যাকরণ নিরুক্তি জ্যোতিষ কুম্ভিকি মিশাই অষ্ট বেদান্ত প্রকাশ ইয়ে ইতিহি বিদ্যা 14 বিদ্যাকু অধ্যয়ন করিলে আপনার জয় বিজয় 10 মহাবিদ্যাকু সাধন করিলে আপনার রাবণ কিন্তু রাবণ পরিশ্রেষ্ঠ হচ্ছেন ব্রাহ্মণ আপনার বিদ্যা অধ্যয়ন করন্তু গুরুଙ୍କ ঠাରୁ বিদ্যা চোরি করন্তু কেবে হেলে গুরু নিন্দা করিবে নাই না না মহিলা কাইকি কথা কହୁছি তার অর্থ ଅଛି জগত গুরুময় দেখ গোবিন্দ জগু শিষ্য মনে রাখ গোবিন্দ 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 পদকল ত্রিপকরন্দ গোবিন্দ এতক ন মানিলে মଣିষর আগামী ভবিষ্যতকু ঘটিব কোন আউ সংসারে আজ্ঞা গুরু থিবে সংসারে শিষ্য থিবে কিন্তু মଣିষ আজ্ঞা বিদ্যাহীন হয়ে যাবে বিদ্যাহীন হয়ে গেলে সমস্ত মূর্খ হয়ে যাবে আপনার ভাগবত কইছেন মূর্খকু দেলে উপদেশ লাগিব ব্রহ্মহত্যা দোষ মଣିষ মূর্খ হয়ে গেলে বাপা কোণ করিব আউ কলিযুগর হিত সত্যযুগর বচন আউ কি আপনার কলিযুগর শ্রবণ এতক সবু আজ্ঞা আপনার মଣିষ ভুলি যাব আগামী ভবিষ্যৎ কোণ হব না নির্বীর্য শূন্য বীর্য শূন্য হব মহি বাবু কৌনথলে জম্বু দ্বীপে সার দেখ হে ভারত ভূই কইছে সে খত খানা হে হইতে বারায়ে শ্রী রাম জয় রাম রে জয় জয় রাম সংকট মোচন হে বিরাজমানা সব খণ্ড মান মিশি হে অখণ্ডিত হেবা জগন্নাথ ধরে বাইরে রাজিবা শ্রী রাম জয় রাম রে জয় জয় রাম সংকট মোচন হে বিরাজমানা শঙ্কর শোনো যেতে ধর্ম ଅଛି ସମସ୍ତଙ୍କର ଧର୍ମ ଆପଣ ମାନେ ମାନବ ଧର୍ମରେ ବାନ୍ଧି ହେଇକି ରୁହନ୍ତୁ କାହିଁକି ନା ପରହିତ ପର ବ୍ୟାଘ୍ର ଛାଲ ଗଳିତ ମୁଣ୍ଡ ମାଳ